ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV79 ଅଙ୍ଗନବାଡ଼ି କେନ୍ଦ୍ରରେ ଟିକାକରଣ ପାଇଁ ହଇରାଣ ହେଉଛନ୍ତି କୁନି କୁନି ଶିଶୁ। ଖରାରେ ଅଛି ନା ପଙ୍ଖା ନା ପାଣି, ହାତରେ ପୋଲିଓ କାର୍ଡ ଯୋଗେ ପବନ ଦେଉଛନ୍ତି ଅଭିଭାବକ। ମାଲକାନଗିରି ଜିଲ୍ଲାର ଟିକାକରଣ କେନ୍ଦ୍ରରେ ସୁବିଧାର ଅଭାବ, ତାତିରେ ଛଟପଟ ହେଉଛନ୍ତି ଶିଶୁ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV79 ଅଞ୍ଚଳର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ସକାଳଠାରୁ ଶିଶୁମାନଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କିନ୍ତୁ ଖରାଦିନରେ ଏହି କେନ୍ଦ୍ରରେ ପଙ୍ଖା ଓ ପିଇବା ପାଣିର ସୁବିଧା ନଥିବା କାରଣରୁ କୁନି କୁନି ଶିଶୁମାନେ ଗରମରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଅଭିଭାବକମାନେ ହାତ ପଙ୍ଖା ଓ ପୋଲିଓ କାର୍ଡ ଯୋଗେ ଶିଶୁମାନଙ୍କୁ ପବନ ଦେବାକୁ ବାଧ୍ୟ ହୋଇଥିଲେ, ଯାହା ସ୍ଥାନୀୟ ସ୍ତରରେ ବିଡ଼ମ୍ବନାର କାରଣ ପାଲଟିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ରରେ ମୌଳିକ ସୁବିଧା ଯଥା ପଙ୍ଖା ଓ ପିଇବା ପାଣିର ସହିତ ବସିବାର ବ୍ୟବସ୍ଥା ଅଭାବ ରହିଛି। ଏପରି ପରିସ୍ଥିତିରେ ଶିଶୁମାନଙ୍କୁ ଟିକାକରଣ ପାଇଁ ଅପେକ୍ଷା କରିବା ଏକ କଷ୍ଟକର ବ୍ୟାପାର ଅନୁଭବ ହୋଇଛି। ସରକାର ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ଦିଗରେ ଶୀଘ୍ର ପଦକ୍ଷେପ ନେବା ଉଚିତ। ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି, କିନ୍ତୁ ତାହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଏହି ଘଟଣାକୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଉନ୍ନତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦାବି ଦୌଡ଼ ଝରିଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MV79 ଅଙ୍ଗନବାଡ଼ି କେନ୍ଦ୍ରରୁ ଗୋବିନ୍ଦ ମଣ୍ଡଳଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା 30। ଶୀଘ୍ର ନ୍ୟୁଜ୍କୁ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍, ଲାଇକ୍ ଏବଂ ସେୟାର କରନ୍ତୁ। ଧନ୍ୟବାଦ।